ନୂଆ ବର୍ଷର ଉପହାର ମିଳିବ 2 କୋଟି ପକ୍କା ଘର। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାରି କଲେ ଆଉ ଏକ ବଡ଼ ଘୋଷଣା, ଯାହାକି ନୂଆ ବର୍ଷ ଠାରୁ 2 କୋଟି ପକ୍କା ଘର ମିଳିବ ପିଏମ୍ ଆବାସ ଯୋଜନା ଅଧୀନରେ। ତେବେ କେଉଁମାନେ ପାଇବେ, କ'ଣ ରହିଛି ଅପଡେଟ୍ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ନୂଆ ବର୍ଷର ଉପହାର ଦେଲେ ମୋଦି, ଗରିବଙ୍କୁ ମିଳିବ ଆହୁରି 2 କୋଟି ଘର। ତେବେ ଯାହାକି ଖୁବ୍ ଶୀଘ୍ର 2 କୋଟି ଘର ମିଳିବ। ଏହାଛଡ଼ା ବିଜେପି 2024 ଲୋକସଭା ନିର୍ବାଚନ ଇସ୍ତାହାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆଉ 3 କୋଟି ଘର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହି ପ୍ରତିଶ୍ରୁତି ପୂରଣ କରିଛି ବିଜେପି। 3 କୋଟିରୁ 2 କୋଟି ଘର ଗ୍ରାମାଞ୍ଚଳ ଓ 1 କୋଟି ଘର ସହରାଞ୍ଚଳରେ ନିର୍ମାଣ ହେବ। ତେବେ ଏନେଇ ବର୍ଷ ଆରମ୍ଭରୁ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହେବ, ଯାହା ଆସନ୍ତା 3 ମାସ ମଧ୍ୟରେ ଅର୍ଥାତ୍ 31 ମାର୍ଚ୍ଚ 2025 ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି। ତେବେ ଜାଣି ରଖନ୍ତୁ, ଯାହାକି ଏହି ନୂଆ ବର୍ଷରୁ ଅର୍ଥାତ୍ ଜାନୁଆରୀ 1 ତାରିଖ ଠାରୁ ସର୍ଭେ ଆରମ୍ଭ ହୋଇଯିବ। ମାର୍ଚ୍ଚ 31 ତାରିଖରେ ଯାଇକି ସର୍ଭେ ଶେଷ ହେବ, ଯେଉଁଥିରେ 3 ମାସ ମଧ୍ୟରେ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମଧ୍ୟ ପିଏମ୍ ଆବାସ ଯୋଜନାରେ ଘର ମିଳିଯିବ। ଏହାଛଡ଼ା ଦେଖନ୍ତୁ, ଡିସେମ୍ବର 27ରେ ଏନେଇ ସମସ୍ତ ରାଜ୍ୟକୁ ଚିଠି ପଠାଇଥିବା ଜଣାଯାଇଛି। ସୂଚନା ମୁତାବକ ଗ୍ରାମାଞ୍ଚଳ ନେଇ ସର୍ଭେ ଆରମ୍ଭ ହୋଇଥିବା ବେଳେ ସହରାଞ୍ଚଳ ପାଇଁ ସର୍ଭେ ଆରମ୍ଭ ହୋଇସାରିଛି। ତେବେ ଅତିରିକ୍ତ 3 କୋଟି ଘର ନିର୍ମାଣ ପାଇଁ ମାର୍ଚ୍ଚ 31 2025 ଭିତରେ ସମାପ୍ତ କରିବାର ଲକ୍ଷ୍ୟ ମଧ୍ୟ ରଖାଯାଇଛି। ତେବେ ଯାହାକି ବଡ଼ ଅପଡେଟ୍ ଆସିଗଲା, ନୂଆ ବର୍ଷରୁ ସମସ୍ତ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ପିଏମ୍ ଆବାସ ଯୋଜନା ଅଧୀନରେ ମଧ୍ୟ ଘର ମିଳିଯିବ। ତେବେ ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦେଇ ପାରିବେ।